ଓଡ଼ିଆରେ ଗୋଟେ କଥା ଅଛି, ପଡ଼ିଶା ଘରୁ ଶିଳ ନ ଆସିଲେ ବାହାଘର ଅଟକି ଯାଏନି। ଏହାର ଅର୍ଥ ଏ ସମୟ କେବେ କାହା ପାଇଁ ଅଟକିନି ବା କାହାର କୌଣସି କାର୍ଯ୍ୟ ଆପଣଙ୍କ ପାଇଁ ଅଟକି ଯିବ ବୋଲି ଆପଣ କେବେ ବି ଭାବିବେନି। ଅନେକ ସମୟରେ ଲୋକମାନେ ଭାବନ୍ତି ଯେ ଆମର ବିକଳ୍ପ ବୋଧେ ତା ପାଖରେ ନାହିଁ, ସିଏ ମୋ ଛଡ଼ା ବା ମୋତେ ଛାଡ଼ିଦେଲେ ସିଏ ଆଉ କିଛି କାମ କରିପାରିବ ନାହିଁ। ଆଜ୍ଞା, ଯେଉଁଠି ସବୁ ଜିନିଷର ବିକଳ୍ପ ଅଛି, ମଣିଷଙ୍କର ମଧ୍ୟ ବିକଳ୍ପ ଅଛି। ଆଉ ଆପଣ ଯଦି କାହା ଉପରେ ମନମାଳିନ୍ୟ ହୋଇ ବା କାହା ଉପରେ ରାଗ ରଖି ଆପଣ ତାର କୌଣସି କର୍ମକାର୍ଯ୍ୟକୁ ଯାଉନାହାନ୍ତି ବା ତାକୁ ସହଯୋଗ କରୁନାହାନ୍ତି ବା କୌଣସି ପ୍ରକାର କିଛି ଆପଣଙ୍କ ଭିତରେ ରହିଯାଇଛି, ଆପଣ ଭାବିବେନି ଯେ ଆପଣଙ୍କ ପାଇଁ ତା କାମଟି ଅଟକିଯିବ। ଯଦି ଜଣେ ଘରର ମୁଖିଆ ମୃତ୍ୟୁବରଣ କରୁଛି, ତେବେ ବି ସେ ଘରର ଅନ୍ୟ ଲୋକମାନେ ତାକୁ ଛାଡ଼ିକି ବା ତାକୁ ସ୍ମୃତିରେ ରଖିକି ସେମାନେ ବଞ୍ଚିବା ଶିଖି ଯାଉଛନ୍ତି, ତାହେଲେ ଏଠି କାହିଁକି କାହାର ବା କୌଣସି କାମ ଅଟକିଯିବ? ସମୟ ଅନୁସାରେ ସବୁ କାମ ଆପେ ଆପେ ହୋଇଯିବ, ସେଠି ଆପଣ ସାମିଲ ହୁଅନ୍ତୁ କିମ୍ବା ନ ହୁଅନ୍ତୁ। ସେଇଥିପାଇଁ କେବେ କୌଣସିଥିରେ ରାଗ ରୁଷା ନ ରଖି ଯିଏ ଯେତେବେଳେ ଆପଣଙ୍କୁ ତାର କର୍ମକାର୍ଯ୍ୟ ଡାକୁଛି ବା ଯିଏ ଯେତେବେଳେ ଆପଣଙ୍କୁ ତା ଆବଶ୍ୟକତା ବେଳେ ଲୋଡ଼ୁଛି, ଆପଣ ନିଶ୍ଚିତ ତା ପାଖରେ ଠିଆ ହୁଅନ୍ତୁ। ଆପଣ ନିଶ୍ଚିତ ଭାବେ ତାକୁ ସହଯୋଗର ହାତ ବଢ଼ାନ୍ତୁ। ଏଇ ତ ଜୀବନର କଥା।